ଜୟ ଜଗନ୍ନାଥ ସେମାନେ ଆମେ ସେଦିନ ଜାଣିଥିଲେ ପଞ୍ଚଗବ୍ୟ ମାନେ କ'ଣ ପଞ୍ଚଗବ୍ୟ କେଉଁ କେଉଁ କାର୍ଯ୍ୟରେ ଲାଗିଥାଏ। ଆଜି ଆସନ୍ତୁ ଜାଣିବା ପଞ୍ଚାମୃତ କ'ଣ ତାହା କେଉଁ କାର୍ଯ୍ୟରେ ଲାଗିଥାଏ। ପଞ୍ଚାମୃତ ହେଉଛି ଗୋଟିଏ ଗାଈର କ୍ଷୀର ଆଉ ଘିଅ ଦହି ନେବେ, ତା ଦେହରେ ଟିକିଏ ଗୁଡ଼ କିମ୍ବା ମିଶ୍ରି ଦେବେ ଆଉ ମହୁ। ମଧୁ ମାନେ ପ୍ରାୟତଃ ଲେଖା ହେଇଛି ବହିରେ ଦେଖିବେ ମଧୁ ଲେଖା ହେଇଛି, ମଧୁର ଅର୍ଥ ହେଉଛି ମହୁ। ତାକୁ ମିଶାଇକି ତା ଦେହରେ ଗୋଟେ ସେଇ ଯେଉଁ ଆମର ପାଞ୍ଚଟି ଜିନିଷ ଏକତ୍ରିତ କରିଦେଲେ, ତା ଦେହରେ ଫୁଲଟେ ଆଉ 7ଟି ଧୂପ ମିଶାଇକି ତାକୁ ଗୋଳେଇଦେବା। ଗୋଳେଇଦେଲା ପରେ ସେ ପଞ୍ଚାମୃତରେ ପରିଣତ ହେଇଯିବ। ଆଉ ପଞ୍ଚାମୃତ ସବୁ ଯେକୌଣସି ଦେବାଦେବୀ ପୂଜା ହେଇଥାଉ କି କାର୍ଯ୍ୟ ହେଇଥାଉ, ପଞ୍ଚାମୃତ ନିହାତି ଆବଶ୍ୟକ ହୋଇଥାଏ। ତାହା ପଞ୍ଚାମୃତରେ ପରିଣତ ହେଇଥାଏ ଆଉ ପଞ୍ଚାମୃତ କି ଶୁଦ୍ଧିକରଣ କରାଯାଇଥାଏ। ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତେବେ ପ୍ଲିଜ୍ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦବାଇବାକୁ ଭୁଲିବେ ନାହିଁ। ରହିଲି, ଜୟ ଜଗନ୍ନାଥ। ତୁମମାନଙ୍କର ଭଲ ପାଇବା ମୋ ପ୍ରତି ଆଶୀର୍ବାଦ ହେଇ ଶୁଭ ହେଇ ପଡ଼ିବ। ରହିଲି, ଜୟ ଜଗନ୍ନାଥ।